ସ୍ଥାନୀୟ ଜଟିଆ ବାବା ମଠ ନିକଟରେ ଥିବା ଛବିଘର ସଭାଗୃହରେ ସବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାର ପକ୍ଷରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅବସରରେ ଏକ ଗୀତ କବିତା ଆସର ଅନୁଷ୍ଠାନ ସଭାପତି ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ମୁଖ୍ୟ ଅତିଥି ଭାବେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ମୁଖ୍ୟ ବକ୍ତା ଭାବେ ଅନନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଚନ୍ଦ୍ରଶେଖର ମହାରଣା ଯୋଗଦେଇ ମହାପ୍ରଭୁଙ୍କ ମାନବୀୟ ଲୀଳା ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସୁଶ୍ରୀ କୃଷ୍ଣ ମହାପାତ୍ରଙ୍କ ସଂଯୋଜନାରେ ବିଶ୍ୱବନ୍ଧୁ ଦାସ, ସର୍ବାଣୀ ଦାସ, ପ୍ରଭାସିନୀ ମିଶ୍ର, ପୌର୍ଣ୍ଣମାସୀ ଦେବୀ, ଯୋଗେଶ୍ୱର ନାୟକ, ମହେଶ୍ୱର ଜେନା, ଲକ୍ଷ୍ମୀପ୍ରିୟା ଚିନ୍ନରା, ସତ୍ୟଭାମା ନାୟକ ସ୍ୱରଚିତ ଓ ପାରମ୍ପରିକ ରଚନାରୁ ମନମୁଗ୍ଧକର ଭଜନ କବିତା ସ୍ୱର ଦେଇ ପରିବେଷଣ କରିଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ଦାସଙ୍କ ରଚିତ ପୌରାଣିକ କାହାଣୀ କର୍ମାନୁସାରେ ଫଳ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ବରିଷ୍ଠ ଲେଖକ ରାମଚନ୍ଦ୍ର ସାହୁ ଏବଂ ପଲ୍ଲୀ କବି ଆର୍ତ୍ତତ୍ରାଣ ମାନସିଂଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଶ୍ରବାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀରୁ ରବିନାରାୟଣ ଜେନାଙ୍କ ସହ ନିରାକାର ମହାରଣାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।